ହେଇଥିଲା ବାଲିପାଟଣା ଏରିଆରେ ଘଟଣା? ବାଲିପାଟଣା ଥାନାକୁ ଦେଖନ୍ତୁ ଟୁକୁସନ୍ ପାତ୍ର ଆଉ ବୀଣାପାଣି ପାତ୍ର ଯିଏ ହଜବେଣ୍ଡ ୱାଇଫ୍ ଦେ ଆର୍ ଦି ସିନିୟର୍ ସିଟିଜେନ୍ସ। ତାଙ୍କ ବୋହୂ କ'ଣ କରିଛି ବାହାରି ତାଙ୍କ ଘରେ ଆସଲ୍ଟ କଲା, ଯାହାଫଳରେ ସେମାନେ ଭୟରେ ବାହାରେ ରହୁଥିଲେ ଏବଂ ବୋହୂ ତାଙ୍କ ଘର ତାଲା ପକାଇକି ତାଙ୍କର ଶିଶୁପାଳଗଡ଼ ଯେଉଁ ଓନ୍ ହାଉସ୍ ତାଙ୍କ ଘରକୁ ପଳେଇ ଆସିଛି। ତାଫଳରେ କ'ଣ ହେଲା, ଏମାନେ ଦୁଇ ଜଣ ବୀଣାପାଣି ପାତ୍ର ଆଉ ତାଙ୍କ ସ୍ୱାମୀ ଟୁକୁସନ୍ ପାତ୍ର ହ୍ୟୁମାନ୍ ରାଇଟ୍ସ କମିଶନ ଗୋଟେ ଆପ୍ଲିକେସନ୍ ପେଟିସନ୍ ଫାଇଲ୍ କରିଥିଲେ ଯେ ଆମକୁ ଘରୁ ଆଲାଉ କରାଯିବ, ଆମେ ଘରେ ରହିବୁ, ଯେହେତୁ ଆମର ଗୋଟେ ଓନ୍ ହାଉସ୍। ସେଥିରେ ହ୍ୟୁମାନ୍ ରାଇଟ୍ସ କମିଶନ୍ ଗୋଟେ ଅର୍ଡ଼ର ପାସ୍ କରିଥିଲେ ଆଇସି ବାଲିପାଟଣା ଥାନାକୁ ଯେ ୟାଙ୍କୁ ତୁମେ ତାଙ୍କ ଘର ଭାଙ୍ଗି ଲକ୍ଟାକୁ ଯେଉଁ ଚାବି ପକାଇଛି ତାଙ୍କ ବୋହୂ ତାଙ୍କୁ ଭାଙ୍ଗି ତାଙ୍କୁ ତୁମେ ରିଷ୍ଟୋର ତାଙ୍କ ଘର ତାଙ୍କୁ ପଜେସନ୍ ଦିଅ, ଯଦି କିଛି ଆବଶ୍ୟକତା ପଡ଼ିବ ତାହେଲେ ତୁମେ ସେଠି ପୋଲିସ ଫୋର୍ସ ବି ତୁମେ ସେଠି ମୁତୟନ କରିପାରିବ। ଏଇଟା ଅର୍ଡ଼ର ହେଇଥିଲା ଆଜ୍ଞା 2023 ମସିହାରେ। ଏମାନେ ଗୋଟେ ବୁଢ଼ା ବୁଢ଼ୀ ଲୋକ ଅସୁବିଧାରେ ରହୁଛନ୍ତି, ସେମାନେ ଯାଇକି ବାଲିପାଟଣା ଥାନା ବାରମ୍ବାର ଗଲେ କିନ୍ତୁ ସେମାନେ ପୋଲିସ କୌଣସି ଭିତରେ କୌଣସି ଲିଗାଲ୍ ଆକ୍ସନ୍ ନେଲା ନାହିଁ। ତାପରେ ଏବେ ସିଏ ଆଉ ଗୋଟେ ଆପ୍ଲିକେସନ୍ ଦେଇଛନ୍ତି ଏବଂ ଓଡ଼ିଶା ହ୍ୟୁମାନ୍ ରାଇଟ୍ସ କମିଶନର ଅର୍ଡ଼ରଟେ ଦେଇଛନ୍ତି ତାକୁ କମ୍ପ୍ଲାଏ କରିବା ପାଇଁ, କିନ୍ତୁ ସେମାନେ ଏପର୍ଯ୍ୟନ୍ତ 8/1 ଆଜ୍ଞା ଅର୍ଡ଼ର ଆମେ ଦେଲୁ ଆପ୍ଲିକେସନ୍ 8/1 ଏପର୍ଯ୍ୟନ୍ତ ପୋଲିସ ଇଜ୍ ସିଟିଂ ଆଇଡିଲ୍, ହି ହାଜ୍ ନଟ୍ ଟେକେନ୍ ଏନ୍ ଆକ୍ସନ୍। ଯାହାଫଳରେ ଏମାନଙ୍କର ବୁଢ଼ା ବୁଢ଼ୀ ଲୋକ ବାହାରେ ରହି ହଇରାଣ ହେଉଛନ୍ତି, ଶୀତ କାକରରେ ରହୁଛନ୍ତି ଏବଂ ପୋଲିସ ଆଉ କୌଣସି ଆକ୍ସନ୍ ନେଉନାହିଁ। ସେମାନେ ବାରମ୍ବାର ଗଲା ସତ୍ତ୍ୱେ ବି ପୋଲିସ ଆଉ କୌଣସି ଷ୍ଟେପ୍ ନେଉନାହିଁ ଏବଂ ତାଙ୍କ ଘର ବି ପଜିସନ୍ ଦେଉନାହିଁ। ହାଇକୋର୍ଟ ଓଡ଼ିଶା କମିଶନ ଅର୍ଡ଼ର ଥିଲା ସତ୍ତ୍ୱେ ବି ପୋଲିସ ହାଜ୍ ନଟ୍ ଟେକେନ୍ ଏନ୍ ଆକ୍ସନ୍। ପୋଲିସ କୋର୍ଟ ଆଉ ଅର୍ଡ଼ରକୁ ଅବମାନନା କରୁଛି। এইটা কমপ্লিটলি যদি মতো ଆପଣ ପଚାରୁଛନ୍ତି ଯେ 2023ର ଅର୍ଡ଼ରଟା ହେଲେ ହିଁ କମ୍ପ୍ଲାଏ ଏପର୍ଯ୍ୟନ୍ତ ଅର୍ଡ଼ର ଅବମାନନା କରୁଛନ୍ତି ଏବଂ କୌଣସି ଆକ୍ସନ୍ ନେଉନାହାନ୍ତି। ସେମାନଙ୍କୁ ପଚାରିଲେ ସେ କହୁଛନ୍ତି ଆଜ୍ଞା ଆମେ ତାଙ୍କର ଆଡ୍ରେସ୍ଟା ପାଉନୁ, ଫୋନ୍ ସେ ଉଠାଉନାହାନ୍ତି। ଏମିତି ସେ ଆମ ଚାଙ୍ଗରେ ଗୋଟେ ବୁଢ଼ା ଲୋକଙ୍କ ସାଙ୍ଗେ ସେ ଗୋଟେ ଖେଳ ଖେଳୁଛନ୍ତି, କୌଣସି ଆକ୍ସନ୍ ନେଉନାହାନ୍ତି। ଭାରି ଏକ ଦୁଃଖଦପୂର୍ଣ୍ଣ ଘଟଣା। କିନ୍ତୁ ଆଇଏସି ଥାଇକିରି ଗୋଟେ ଅର୍ଡ଼ରଟା କମ୍ପ୍ଲାଏ କରିପାରୁନାହାନ୍ତି। ତେଣୁ ଆଇନର ଆଶ୍ରୟ ନେବାକୁ ଆଉ ଲୋକ କେହି ଯିବେନି ଆଜ୍ଞା। ବୁଢ଼ା ବୁଢ଼ୀ ଲୋକ ସେମାନେ ଆଇନ ଆଶ୍ରୟ କାହିଁ ନେବେ? ଯଦି ଗୋଟେ ନ୍ୟାୟ ନ ମିଳୁଛି ତାଙ୍କୁ, ବୁଢ଼ା ଲୋକ ବାହାରେ ରହୁଛନ୍ତି, କାହିଁ ସେ ଆଉ ତାହେଲେ ଆଇନ ଆଶ୍ରୟ କାହିଁ ନେବେ? ତାହେଲେ ପୋଲିସ ଉପରେ ଭରସା ତୁଟୁଛି ବୋଲି କହିଲେ ଭୁଲ ହେବନି। ପୋଲିସ ଉପରେ ଭରସା କମ୍ପ୍ଲିଟ୍ ରହୁନି କାହିଁକି ନା 2023 ମସିହା ତାଙ୍କ ପାଖକୁ ମଧ୍ୟ ଅଫିସରୁ ଯାଇଛି କମ୍ପ୍ଲେନ୍ ହେଇକି ଅର୍ଡ଼ରଟା। ଏମାନେ ବାରମ୍ବାର ଗଲେ ମଧ୍ୟ ପୋଲିସ ତାଙ୍କର କୌଣସି ଆକ୍ସନ୍ ଏ ଅର୍ଡ଼ର ଉପରେ କମ୍ପ୍ଲେନ୍ କରୁନି କି ବୁଢ଼ା ବୁଢ଼ୀକି ତାଙ୍କ ଘରକୁ ଆଶ୍ରୟ ଦେଉନି। ତେଣୁ ବୁଢ଼ା ବୁଢ଼ୀଙ୍କର ବିଶ୍ୱାସ ଆଉ ଏ ଆଇନ ଉପରେ ନାହିଁ, ପୋଲିସ ଉପରେ ନାହିଁ। ପୋଲିସ ଯେହେତୁ ଗୋଟେ ଖେଳ ଖେଳୁଛି, କୌଣସି ଆକ୍ସନ୍ ନେଉନାହିଁ।